ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟ ଠାରୁ ଆମେ ଆଉ ଗୋଟିଏ ନୂଆ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ପରମେଶ୍ୱର କାହିଁକି ଶକ୍ତିର କାର୍ଯ୍ୟ କରନ୍ତି ନାହିଁ। ଆଜିର ପ୍ରସଙ୍ଗ ହେଲା ପରମେଶ୍ୱର କାହିଁକି ଶକ୍ତିର କାର୍ଯ୍ୟ କରନ୍ତି ନାହିଁ। ଏହି ପ୍ରସଙ୍ଗରେ ଅଳ୍ପ ସମୟ ଆମେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମ୍ଭମାନଙ୍କ ପରମେଶ୍ୱର ଶକ୍ତିଶାଳୀ ପରମେଶ୍ୱର, ଆମ୍ଭମାନଙ୍କ ପରମେଶ୍ୱର ଆମକୁ ଆଶୀର୍ବାଦ କରିବା ପରମେଶ୍ୱର, ଆମ ଜୀବନରେ ଶକ୍ତିର କାର୍ଯ୍ୟ କରିବା ପରମେଶ୍ୱର, ଆମକୁ ବନ୍ଧନରୁ ମୁକ୍ତ କରିବା ପରମେଶ୍ୱର ଏବଂ ଆମ୍ଭମାନଙ୍କୁ ଯାହା ଅସମ୍ଭବ ଲାଗେ ସେ ସବୁ ସମ୍ଭବରେ ପରିଣତ କରିବା ପରମେଶ୍ୱର ଅଟନ୍ତି ଆମ୍ଭମାନଙ୍କ ପରମେଶ୍ୱର। କିନ୍ତୁ ଅନେକ ସମୟରେ ଆମେ କ'ଣ କରୁ ଯେ ଅନେକ କାର୍ଯ୍ୟ ଯାହାକି ଆମେ ଦେଖି ନପାରୁ ଏବଂ ଆମେ ବାଇବଲରେ ଦେଖୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣା ପୈତୃକ ନଗର ନାଦରିତରେ ସେ ଅନେକ ଆଶ୍ଚର୍ଯ୍ୟ କର୍ମ କରିବା ପାଇଁ ଇଚ୍ଛା କଲେ ମଧ୍ୟ, ଅନେକ ଶକ୍ତିର କାର୍ଯ୍ୟ କରିବା ପାଇଁ ଇଚ୍ଛା କଲେ ମଧ୍ୟ ସେହି ସ୍ଥାନରେ ସେ ଶକ୍ତିର କାର୍ଯ୍ୟ କଲେ ନାହିଁ। ଆଜି ଆମେ ବାକ୍ୟରୁ ଦେଖିବା ଯେ ବାସ୍ତବରେ କାହିଁକି ପରମେଶ୍ୱର ଶକ୍ତିର କାର୍ଯ୍ୟ କରନ୍ତି ନାହିଁ। ଯଦି ଆପଣ ପଢିବେ ମୋ ସହିତ ମାର୍କୋ ଲିଖିତ ସୁସମାଚାର 13 ଅଧ୍ୟାୟ ତାର 58 ପଦରେ ଏହି ପ୍ରକାର ଲେଖାଯାଏ, ଆଉ ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ଶକ୍ତିର କାର୍ଯ୍ୟ କଲେ। ପ୍ରିୟମାନେ, ବାଇବଲରେ ଏହା ଆମେ ସ୍ପଷ୍ଟ ଭାବରେ ଦେଖୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ନାଦରିତରେ ଅର୍ଥାତ୍ ଯେଉଁ ନଗରରେ ସେ ପ୍ରତିପାଳିତ ହେଲେ, ଯାହା ତାହାଙ୍କର ପୈତୃକ ନଗର, ସେହି ସ୍ଥାନରେ ସେ ଅନେକ ଶକ୍ତିର କାର୍ଯ୍ୟ କରିବା ପାଇଁ ଇଚ୍ଛା କଲେ ମଧ୍ୟ ସେ ଅନେକ ଶକ୍ତିର କାର୍ଯ୍ୟ ସେ କରିପାରିଲେ। କାହିଁକି ସେ କଲେ ନାହିଁ? ସେ ଯେ ପରମେଶ୍ୱର ନୁହନ୍ତି, ସେ ତାହାଙ୍କର ଆଶ୍ଚର୍ଯ୍ୟ କର୍ମ କରିବାର ବା ଶକ୍ତିର କାର୍ଯ୍ୟ କରିବାର ଶକ୍ତି ଯେ ସରିଗଲା, ସେ ଯେ ଦୁର୍ବଳ ଅଟନ୍ତି ସେଥିପାଇଁ ନୁହେଁ। ସେ କାହିଁକି ଆଶ୍ଚର୍ଯ୍ୟ କର୍ମ ବା ଶକ୍ତିର କାର୍ଯ୍ୟ କଲେ ନାହିଁ? କାରଣ ସେହି ନାଦରିତର ଲୋକମାନେ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ଉପେକ୍ଷା କଲେ। ନାଦରିତର ଲୋକମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ ନାହିଁ। ସେମାନେ ତାଙ୍କୁ ସାଧାରଣ ଭାବରେ ଦେଖିଲେ, ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ହେୟ ଜ୍ଞାନ କଲେ। ସେଥିପାଇଁ ଯୀଶୁଖ୍ରୀଷ୍ଟ ନାଦରିତରେ ସେ କ'ଣ କଲେ ନାହିଁ? ଶକ୍ତିର କାର୍ଯ୍ୟ କଲେ ନାହିଁ। ପ୍ରିୟମାନେ, ଶକ୍ତିର କାର୍ଯ୍ୟ ଦେଖିବାକୁ ହେଲେ, ଆଶ୍ଚର୍ଯ୍ୟ କର୍ମ ଦେଖିବାକୁ ହେଲେ ଗୋଟିଏ ବିଷୟ ଆବଶ୍ୟକ, ତାହା ହେଉଛି ବିଶ୍ୱାସ। ବିଶ୍ୱାସ ବିନା ଆମ ଜୀବନରେ କେବେ ଶକ୍ତିର କାର୍ଯ୍ୟ ହୁଏ ନାହିଁ। ବିଶ୍ୱାସ ବିନା ଆମ ଜୀବନରେ ପରମେଶ୍ୱର କାର୍ଯ୍ୟ କରନ୍ତି ନାହିଁ। ସେଥିପାଇଁ ସନ୍ଦେହରେ ଥିବା ଲୋକମାନେ ସେମାନେ ନିଆଁରେ ଥିବା ଭଳି, ନିଆଁରେ ଥିବାର ଅବସ୍ଥାରେ ସେମାନେ ଥାନ୍ତି। ସେଥିପାଇଁ ଖ୍ରୀଷ୍ଟିଆନ ଜୀବନ ସନ୍ଦେହରେ ରହିବା ଜୀବନ ନୁହେଁ। ଖ୍ରୀଷ୍ଟିଆନ ଜୀବନ ବିଶ୍ୱାସରେ ପରିପୂର୍ଣ୍ଣ ଜୀବନ ଅଟେ। ନାଦରିତର ଲୋକମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ ନାହିଁ। ସେମାନେ ସାଧାରଣ ଭାବରେ ଦେଖିଲେ, ଏ ତ ବଢେଇ, ଏ ତ ଆମ ଗାଁ ଲୋକ, ଏ ତ ଅଶିକ୍ଷିତ ଲୋକ, ଏ ତ ଗୋଟେ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଲୋକ, ଏହି ପ୍ରକାର ସେମାନେ ଭାବୁଥିଲେ। ଯୀଶୁଖ୍ରୀଷ୍ଟଙ୍କୁ ଯେଉଁ ସମୟରେ 30 ବର୍ଷ ହେଲା, ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପରେ ମଧ୍ୟ ଅନେକ ପୁଅମାନେ ଝିଅମାନେ ଜନ୍ମ ହେଲେ, ଭାଇ ଭଉଣୀ ମାନେ ଜନ୍ମ ହେଲେ। ଯୀଶୁଖ୍ରୀଷ୍ଟଙ୍କୁ ଯେତେବେଳେ 30 ବର୍ଷ ଚାଲୁଛି, ସେହି ସମୟରେ କାହାକୁ 20 ବର୍ଷ, କାହାକୁ 18 ବର୍ଷ, କାହାକୁ 22 ବର୍ଷ, 25 ବର୍ଷ, ଏହି ପ୍ରକାର ବୟସରେ ସେମାନେ ଜୀବନ ଯାପନ କରୁଥିଲେ। ଆଉ ସେହି ସମୟରେ ଯୀଶୁଖ୍ରୀଷ୍ଟ ଅନେକଙ୍କ ସହିତ ଅନେକ ପ୍ରକାର ସମ୍ପର୍କ ଥିଲା। କାହାଠାରେ ତ ତାଙ୍କର ଭାଇର ସମ୍ପର୍କ ଥିଲା, କାହାଠାରେ ତ ନିଜର ବନ୍ଧୁ, ନିଜର ମିତ୍ର, ଆଉ ବିଭିନ୍ନ ପ୍ରକାର ସମ୍ପର୍କ ଥିଲା। ଆଉ ସେହି ସମୟରେ ଲୋକମାନେ ତାହାଙ୍କୁ ଖ୍ରୀଷ୍ଟ ଭାବରେ ନ ଦେଖି, ମସିହ ଭାବରେ ନ ଦେଖି, ପ୍ରଭୁ ଭାବରେ ନ ଦେଖି, ସେମାନେ ସାଧାରଣ ଭାବରେ ସେମାନେ ଦେଖିଲେ, ହେୟ ଜ୍ଞାନ କଲେ, ଯଦ୍ୱାରା କି ପରମେଶ୍ୱର କ'ଣ ହେଲେ, ସେମାନଙ୍କର ଅବିଶ୍ୱାସକୁ ଦେଖି ସେ ଆଶ୍ଚର୍ଯ୍ୟ ହେଲେ ବୋଲି ମାର୍କୋ ତାଙ୍କ ସୁସମାଚାରରେ ସେ ଲେଖନ୍ତି। ଯଦି ଆପଣ ପଢିବେ ମାର୍କୋ ଲିଖିତ ସୁସମାଚାର 6 ଅଧ୍ୟାୟ 5 ପଦରେ ଲେଖାଯାଏ, କ'ଣ ବୋଲି ଲେଖାଯାଏ? ପୁଣି ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା
ସେ ସ୍ଥାନରେ ଅର୍ଥାତ୍ ନାଦରିତରେ ସେ ଆଉ କୌଣସି ଶକ୍ତିର କାର୍ଯ୍ୟ କରିପାରିଲେ ନାହିଁ। 6 ପଦରେ ଲେଖାଯାଏ, ପୁଣି ସେ ସେମାନଙ୍କ ଅବିଶ୍ୱାସ ହେତୁ ଚମତ୍କୃତ ହେଲେ। ପ୍ରିୟମାନେ, ଦୁଃଖର ବିଷୟ, ଯେଉଁ ସ୍ଥାନରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହେଇଛି, ଯେଉଁ ସ୍ଥାନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରତିପାଳିତ ହଉଛନ୍ତି, ଯେଉଁ ସ୍ଥାନରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପୈତୃକ ନଗର, ସେହି ସ୍ଥାନରେ ଅନେକଙ୍କୁ ସେ ସୁସ୍ଥ ବି କଲେ, ଆଶ୍ଚର୍ଯ୍ୟ କର୍ମ କଲେ, ତଥାପି ସେମାନଙ୍କ ବିଶ୍ୱାସ ବଢୁନାହିଁ ଏବଂ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ କଣ କରୁନାହାନ୍ତି? ବିଶ୍ୱାସ କରୁନାହାନ୍ତି। ଶେଷରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କର ଅବିଶ୍ୱାସକୁ ଦେଖି ସେ କଣ ହେଲେ? ଆଶ୍ଚର୍ଯ୍ୟ ହେଲେ, ଚମତ୍କୃତ ହେଲେ। ଆମେ ଦେଖୁଛୁ ଯେ ଜଣେ ସତ ସେନାପତି, ଯେ କି ବିଜାତି ଲୋକ, ତାହାଙ୍କର ବିଶ୍ୱାସକୁ ଦେଖି ଯୀଶୁଖ୍ରୀଷ୍ଟ କହିଲେ ଯେ ସମଗ୍ର ଇସ୍ରାଏଲ ମଧ୍ୟରେ ମୁଁ କାହାଠାରେ ଏଇ ପ୍ରକାର ବିଶ୍ୱାସ ଦେଖିନି। ତାହାଙ୍କ ବିଶ୍ୱାସକୁ ଦେଖି ସେ କଣ ହଉଛନ୍ତି? ଚମତ୍କୃତ ହଉଛନ୍ତି। ମାତ୍ର ଏହି ସ୍ଥାନରେ ଆମେ ଦେଖୁଛୁ ଯେ ନାଦରିତର ଲୋକମାନଙ୍କର ଅବିଶ୍ୱାସକୁ ଦେଖି ସେ ଚମତ୍କୃତ ହଉଛନ୍ତି। ପ୍ରିୟମାନେ, ଯେଉଁ ସ୍ଥାନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରତିପାଳିତ ହେଲେ, ସେହି ନଗରର ଲୋକମାନେ ତାହାକୁ ଚିହ୍ନିଲେ ନାହିଁ। ଆଜି ବି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ନିଜର ମା ବାପା ଖ୍ରୀଷ୍ଟିଆନ ଅଟନ୍ତି, ସେଇ ଖ୍ରୀଷ୍ଟିଆନ ପରିବାରରେ ସେମାନେ ଜନ୍ମ ହେଲେ। ଜନ୍ମ ହେଲା ପରେ ତାଙ୍କ ଘରେ ବାଇବଲ ଅଛି, ମଣ୍ଡଳୀ ସହଭାଗିତା ଅଛି, ପ୍ରାର୍ଥନା ଅଛି, ଆଉ ସବୁ ତାଙ୍କ ପାଖରେ ରହିଛି, ମାତ୍ର ତାଙ୍କ ବିଶ୍ୱାସ ବୃଦ୍ଧି ହେବ ନାହିଁ, ଯଦ୍ୱାରା କି ସେମାନଙ୍କ ଜୀବନରେ ପରିବର୍ତ୍ତନ ହେଇଛି। କିନ୍ତୁ ପରମେଶ୍ୱର ଆହୁରି ପରିବର୍ତ୍ତନ କରିବା ପାଇଁ ଚାହାନ୍ତି, ଆହୁରି ତାଙ୍କ ଜୀବନରେ ଆଶୀର୍ବାଦ କରିବା ପାଇଁ ଚାହାନ୍ତି, ବନ୍ଧନ ମୁକ୍ତ କରିବା ପାଇଁ ଚାହାନ୍ତି। କିନ୍ତୁ ସେମାନଙ୍କର ହେୟ ଜ୍ଞାନ, ସେମାନଙ୍କର ଅବିଶ୍ୱାସ ଲାଗି ପରମେଶ୍ୱର ଆଉ ଶକ୍ତିର କାର୍ଯ୍ୟ କରିବା ପାଇଁ ସେ ପସନ୍ଦ କରୁନାହାନ୍ତି। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କି ପ୍ରକାର ଭାବରେ ଆମେ ଦେଖୁ? ଅନେକ ଭାଇ ଭଉଣୀ ମାନେ ନିଜ ଗାଁର ପାଳକଙ୍କୁ, ଲୋକାଲ ପାଳକଙ୍କୁ ସେମାନେ ରେସପେକ୍ଟ କରନ୍ତି ନାହିଁ, ହେୟ ଜ୍ଞାନ କରନ୍ତି। ସେମାନେ ସାଧାରଣ ଭାବରେ ସେମାନେ ଦେଖନ୍ତି, ଯଦ୍ୱାରା କି ସେମାନେ କଣ କରନ୍ତି? ସେଇ ଉଦ୍ଧାରର ପଥ, ଆଶୀର୍ବାଦର ପଥକୁ ନିଜେ ସେମାନେ କଣ କରିଦିଅନ୍ତି? ବନ୍ଦ କରିଦିଅନ୍ତି। ପରମେଶ୍ୱର ଆମକୁ ସେଇ ପ୍ରକାର ହେବା ପାଇଁ ନ ଦିଅନ୍ତୁ। ପ୍ରିୟମାନେ, ଆଶ୍ଚର୍ଯ୍ୟ କର୍ମ ଦେଖିବାକୁ ଆମକୁ ବିଶ୍ୱାସର ଆବଶ୍ୟକ। ଆଜି ଆମ ଜୀବନରେ ପରମେଶ୍ୱର ଅନେକ ଶକ୍ତିର କାର୍ଯ୍ୟ କରିଛନ୍ତି, କିନ୍ତୁ ଆପଣ ଭାବନ୍ତୁ ନାହିଁ ଯେ ପରମେଶ୍ୱର ଏତିକିରେ ରହିଯିବେ। ପରମେଶ୍ୱର ଆହୁରି ଆମକୁ ସେ ଆଶୀର୍ବାଦ କରିବା ପାଇଁ ଚାହାନ୍ତି। ଆମକୁ ସେ ଛୋଟରୁ ଛୋଟ ପାପ ଠାରୁ ସେ ଉଦ୍ଧାର କରିବା ପାଇଁ ତାଙ୍କ ପାଖରେ ଶକ୍ତି ରହିଛି। ଆମକୁ ବନ୍ଧନରୁ ମୁକ୍ତ କରିବା ପାଇଁ ତାଙ୍କ ପାଖରେ ଶକ୍ତି ରହିଛି। ଆମର ସବୁ ଚିନ୍ତା ବାହାରେ ମାଗିବା ଭାବିବା ଠାରୁ ସେ ଆମକୁ ଆହୁରି ঊର୍ଦ୍ଧ୍ୱକୁ ସେ ନେବା ପାଇଁ ଚାହାନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସେଥିପାଇଁ ଯେତେବେଳେ ଆପଣଙ୍କ ଜୀବନରେ, ମୋ ଜୀବନରେ ଯେତେବେଳେ ପ୍ରଭୁଙ୍କ ପ୍ରତି ଭରସା ତୁଟିଯାଏ, ବିଶ୍ୱାସ ତଳକୁ ଖସିଯାଏ, ବିଶ୍ୱାସ କମିଯାଏ, ଆଉ ପରମେଶ୍ୱର ସେଇ ସମୟରେ ସେ କଣ କରନ୍ତି? ତାହାଙ୍କ ଶକ୍ତିର କାର୍ଯ୍ୟ ଆମ ଜୀବନରେ, ପରିବାରରେ, ଆମ ସେବା କାର୍ଯ୍ୟରେ ସେ ଶକ୍ତିର କାର୍ଯ୍ୟ ଗୁଡ଼ିକ କରିବା ସେ ବନ୍ଦ କରିଦିଅନ୍ତି। ଆମେ ନାଦରିତର ଲୋକମାନଙ୍କ ନିକଟ ଆମେ ଦେଖୁଛୁ ଯେ ପରମେଶ୍ୱର ସେଇ ସ୍ଥାନରେ ଅନେକ ଆଶ୍ଚର୍ଯ୍ୟ କର୍ମ କରିବା ପାଇଁ ସେ ଚେଷ୍ଟା କଲେ ମଧ୍ୟ କରିପାରିଲେ ନାହିଁ, କାରଣ ସେ ମାହୋଲ ଗୁଡ଼ିକ ଖରାପ ଥିଲା। ସେଇ ମାହୋଲରେ ପରମେଶ୍ୱର ଯେ ଯିବେ, ତାଙ୍କର ଯେଉଁ ମନୋଭାବ, ତାଙ୍କ ଜୀବନ ଶୈଳୀ, ସେ ଯେ ସେ ସ୍ଥାନକୁ ଯିବେ, ତାଙ୍କ ଜୀବନରେ କାର୍ଯ୍ୟ କରିବେ, ଏହା ପରମେଶ୍ୱରଙ୍କର ଯଥା ସାଧ୍ୟ ନଥିଲା, ବା ଏହା ପରମେଶ୍ୱରଙ୍କର ଗୋଟେ ଗ୍ରହଣ ଯୋଗ୍ୟର ମାହୋଲ ବା ପରିସ୍ଥିତି ନଥିଲା। ଆମ ଜୀବନରେ ପ୍ରଭୁ ଅନୁଗ୍ରହ କରନ୍ତୁ। ହେଇପାରେ ଆମେ ପରମେଶ୍ୱରଙ୍କୁ, ପ୍ରଭୁଙ୍କର ଦାସମାନଙ୍କୁ, ସହଭାଗିତାକୁ, ବାକ୍ୟକୁ ଜ୍ଞାନ କରିଛୁ, ଆମେ କୋଉଠି ନା କୋଉଠି ବିଶ୍ୱାସରେ ଆମେ ଉଣା ପଡ଼ିଛୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ଆମ ବିଶ୍ୱାସକୁ ଆମେ ଧରି ରଖିବା, ଆମେ ବିଶ୍ୱାସରେ ମଜବୁତ ହେବା, ଆଉ ଆମ ଜୀବନରେ ପରମେଶ୍ୱର ଅନେକ ଶକ୍ତିର କାର୍ଯ୍ୟ କରନ୍ତୁ, ଯଦ୍ୱାରା ଆମେ ତାହାଙ୍କୁ ଆଗମନ ପାଇଁ ପ୍ରସ୍ତୁତ ହେବା। ଅନେକଙ୍କର ଉଦ୍ଧାରର ମାର୍ଗ କରି ଆମେ ଅନେକଙ୍କୁ ଉଦ୍ଧାରର ମାର୍ଗକୁ ଆମେ ନେଇପାରିବା। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଗଭୀର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ଗୌରବ କରେ ପ୍ରଭୁ, ତୁମ ବାକ୍ୟ ଦ୍ୱାରା ଆଜି ଆମମାନଙ୍କୁ କଥା ହେଇଛ, ସେଥିପାଇଁ ଆମେ ତୁମକୁ ହୃଦୟ ସହିତ ଧନ୍ୟବାଦ ଦେଉଛୁ। ବାପା, ଆମମାନଙ୍କର ବିଶ୍ୱାସ ଯୀଶୁଙ୍କ ନାମରେ ବୃଦ୍ଧି ହେଉ। ବାପା, ଆମେ ସନ୍ଦେହରେ ନ ରହି ଆମେ ତୁମ ଉପରେ ଦୃଢ଼ ବିଶ୍ୱାସ କରି ଆମ ଜୀବନରେ ତୁମର ଅଦ୍ଭୁତ ଶକ୍ତି କାର୍ଯ୍ୟ
ତୁମର ଅଦ୍ଭୁତ ଆଶୀର୍ବାଦକୁ ଆମ ଜୀବନରେ ଆମେ ଲଭି ପାରିବୁ ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗୁଛୁ ପିତା, ଆମେନ୍। ପ୍ରଭୁଙ୍କର ଗୌରବ ହଉ। ପ୍ରଭୁ ସମସ୍ତଙ୍କୁ ପ୍ରତି ଭାବରେ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କ ଅନୁଗ୍ରହ ହେଲେ ଆଉ ଗୋଟେ ଅଧ୍ୟାୟରେ ପରସ୍ପର ସାକ୍ଷାତ କରି ଆମେ ପ୍ରଭୁଙ୍କ ସେବାରେ ବଢୁଥିବା ରହିବା। ନମସ୍କାର। ଗଡ୍ ବ୍ଲେସ୍ ୟୁ।